ମୋ ନାଁ ହେଉଛି ବିଜୟ କୁମାର ସାହୁ। ଘର ବେଗୁନି ବୋଲଗଡ଼ ବ୍ଲକ, ଘର ହେଉଛି ଗିଡ଼ିଆପଲ୍ଲୀ ପଞ୍ଚାୟତ, ଗ୍ରାମ ସାଲଧାରା। ଭରତପୁର ଥାନାକୁ ଆସିଛୁ କାହିଁକି, ସେ ଆମର ଯେଉଁ ପିଇସି ଯେଉଁ କେସ୍ କରିଛି ଆମ ଭାଇଙ୍କ ନାଁରେ, ସେ ଯେତେବେଳେ ବାର୍ଦ୍ଧକ୍ୟ ଅବସ୍ଥା ଥିଲା ଯେ ସେ ପିଇସି ପୁତୁରା କଥାବାର୍ତ୍ତା ହେଇକି ଘରେ ଆଣିକି ତାକୁ ରକ୍ଷଣାବେକ୍ଷଣ ତାର ଦାୟିତ୍ୱ ନେଇଥିଲେ, ଯାହାକୁ ସେ ଜଣକୁ ଧରମ ପୁଅ କରିଥିଲେ। ସେ ତାଙ୍କୁ ପଚରା ଉଚରା କିଛି କରୁନଥିଲେ। ଯେତେବେଳେ ଇଏ ପୁରା ରଗଣା ଅବସ୍ଥାରେ ପଡ଼ିଥିଲେ, ଇଏ ଆମ ଭାଇ ସାଙ୍ଗେ କଥାବାର୍ତ୍ତା କରିକି କହିଲେ ନାଇଁ ମୁଁ ଏଠି ରହିବିନି, ମରିଯିବି, ମୋତେ ନେଇଯା, ମୋ ସେବା ଶୁଶ୍ରୂଷା କରେ। ସେବା ଶୁଶ୍ରୂଷା କରିବା ପରେ ଇଏ 9 ମାସ କାଳ ରହିଲା ପରେ ତାଙ୍କ ଭିତରେ ସେ ସୁସମ୍ପର୍କ ହେଇଛି। ରହିଲା ଭିତରେ ଇଏ ଯାଇଛନ୍ତି ଗାଡ଼ି କିଣିବା ପାଇଁ। ଗୋଟେ ଗାଡ଼ି କିଣିବା ଭିତରେ ଯେତେବେଳେ ଯାଇଛନ୍ତି, ଇଏ ଭାଇ ଆକୁ ତାଙ୍କୁ 15 ଲକ୍ଷ ଟଙ୍କା ଦେଇଛନ୍ତି। ଇଏ ତାଙ୍କୁ ଗୋଟେ 5 ଲକ୍ଷ ଟଙ୍କାରେ ଚେକ୍ ଇସ୍ୟୁ କରିକି ଗାଡ଼ି ଆଣିଛନ୍ତି। କିନ୍ତୁ ସୋରୁମ୍ ବାଲାଙ୍କୁ ଦେଇଛନ୍ତି। ସୋରୁମ୍ ବାଲା ଯେହେତୁ ଚେକ୍ ପାଇଛି, ସେ ତାଙ୍କ ନାଁରେ ଗାଡ଼ି କରି ଭାଇଙ୍କ ନାଁରେ କରିଥିଲା। କିନ୍ତୁ ଆଉ ଆଙ୍କି ଚେକ୍ ଦେଇଥିଲା ପିସ୍ ନାନୀ, ଆମର ଚେକ୍ ଥିଲା ପିସ୍ ନାନୀ ନାଁରେ, ଭାଇଙ୍କ ନାଁରେ ହେଇଛି ଆଉ ଜୟକୃଷ୍ଣ ସାହୁ ନାଁରେ ଗାଡ଼ି ହେଇଛି। ଆଉ ଗାଡ଼ି ହେଲା ଭିତରେ ସିଏ ଗୋଟେ କ'ଣ ଏନ୍ଓସି ଦେଇକି ଆଙ୍କ ନାଁକୁ ଚେଞ୍ଜ କରିଥିଲେ ଗାଡ଼ି। ସେ ଡକୁମେଣ୍ଟ ଆଜି ଯାଏଁ ସିଜ୍ କରାହେଇନି କି ତାର କାଗଜପତ୍ର କ'ଣ ଆସିଛି, କୋଉଠୁ କିଣା ହେଇଛି, ଏ ଭରତପୁର ଥାନା ବାଲା ବି ଯାଇକି ମାନେ ହ୍ୟାଣ୍ଡଓଭର କରିନାହାନ୍ତି କି ସର୍ଚ୍ଚ କରିନାହାନ୍ତି। କାଲି ରାତି 7ଟା ସୁଦ୍ଧା ଯାଇକି ଘରୁ ଜୋରବସ୍ତିକୁ କହିଲେ ତମେ ତୁରନ୍ତ ଆସ, ନହେଲେ ତମକୁ ନେଇକି ଯିବୁ। ଘର ଭିତରେ ଜୋରବସ୍ତି ପଶି, ମୁଁ କହିଲି ଘର ଭିତରକୁ ଆଉ ପଶି ହେଉନି ନା, ହଁ ଆମର ଅଛି, ଆମେ ନେଇକି ଯିବୁ। ତାପରେ ଆମର ଫାଣ୍ଡି ଇନଚାର୍ଜ ଥିଲେ, କହିଲେ ବାବୁ ସିଏ ତ ସେମିତିଆ ଲୋକ ନୁହଁ, ତାଙ୍କ ଭାଇ ଯେଉଁ ଆଇଥିଲେ ସେ ଯେଉଁ ତାଙ୍କର ପିଇସି, ସେ ପାଗଳାମି ଦେଖୁଛନ୍ତି, ଯେହେତୁ 75-80 ବର୍ଷ ହେଲାଣି, ଆଉ ତାଙ୍କୁ ନିଅନ୍ତୁନି, ସେ ଲୋକ ଭଲ ଲୋକ। ନା ନାଇଁ ନାଇଁ ଆମେ ଯେହେତୁ ଆଇଛୁ ଆମେ ନେବୁ ନା, ମୋତେ ତ କହିଥିଲେ ମୁଁ ତାଙ୍କୁ ଛାଡ଼ିଥିଲେ ସେ ଯାଇକି ଆପଣଙ୍କ ସାଙ୍ଗେ ଦେଖା କରିଥାନ୍ତା, ଆପଣ କାହିଁ ରାତିରେ ଆସିକି ଯାଇଛନ୍ତି। ଏତିକି କହିବା ଆମର ଆଇଛି ମଲ୍ଲିକ ବାବୁ। ଗାଡ଼ି କହିଲେ ଗାଡ଼ି ଦିଅ, ଆଉ ଯିଏ ଜୟକୃଷ୍ଣ ସାହୁ ତାକୁ ଆଣିକି ଜୋରବସ୍ତି ଭରତପୁର ଥାନାକୁ ଆଣିକି ଆସିଲେ। ଆମେ ଚାହୁଁଛୁ ନ୍ୟାୟ ଦରକାର। ଆମେ ଆଇଆଇସିଙ୍କୁ ଯୋଗାଯୋଗ କରିବାକୁ ଦେଖା ଭିତରେ ସେ କହୁଛନ୍ତି ନାଇଁ ସେ ତୁର୍ତ୍ତୀ ମୋଟର ଆସନ୍ତୁ, ସେ ମୋଟର ବାଲା ସାଙ୍ଗେ ଯେଉଁ କମ୍ପାନୀ ଯେଉଁ ଆଣିଛନ୍ତି ତାଙ୍କ ସାଙ୍ଗେ କ'ଣ କଥା ହେଇନି, ଆମକୁ ଜଣେଇନାହାନ୍ତି। ଆମେ କହିଲେ ତାଙ୍କୁ ଡାକନ୍ତୁ, ଯେଉଁ ଲୋକ କେସ୍ କରିଛି। ନା ନାଇଁ ଆମେ ତାଙ୍କୁ ଡାକି ପାରିବୁନି। ଏମିତି ହେଇକି ଆମ ଭାଇକି ଆଜି ଯାଏଁ ରଖିଛନ୍ତି 4ଟା 2ଟା ପର୍ଯ୍ୟନ୍ତ ହେଲା। ବିଶ୍ୱରଞ୍ଜନ ସାହୁ। ଆକ୍ଚୁଆଲି ମୋର ମାମୁଁ ତାଙ୍କର କ'ଣ କରିଥିଲେ ନା, ତାଙ୍କ ପିଇସି ନାନୀ ଯିଏ ହେବେ, ସେ ମୋର ଆଈ ହିସାବରେ ହେବେ, ତାଙ୍କୁ ଆଣିକି ରଖିଥିଲେ 9 ମାସ ହେଲା ତାଙ୍କ ପାଖରେ ରଖିଥିଲେ, ତାଙ୍କ ଶୁଭେଚ୍ଛା କରୁଥିଲେ। କାହିଁକି ନା ତାଙ୍କ ପିଇସି ନାନୀ ଯିଏ, ତାଙ୍କର ମାନେ କେହି ସେମିତି ନାହାନ୍ତି ରିଲେଟିଭ୍, ତାଙ୍କର ହଜବେଣ୍ଡ ସେ ଡିଭୋର୍ସ ଅଛନ୍ତି, ତାଙ୍କର କେହି ପୁଅ ଫୁଅ ନାହାନ୍ତି। ସେ କାହାକୁ ଧରମ ପୁଅ କରିଥିଲେ କ'ଣ କରିଥିଲେ, ସେ ତାଙ୍କର ବି ସେ ଧରମ ପୁଅ କରିଥିଲେ, କିଛି ପ୍ରୁଫ୍ ନାହିଁ, ତାଙ୍କର କିଛି ପ୍ରମାଣ ନାହିଁ। ସେ 10 ବର୍ଷ ହେଲା ତାଙ୍କର ଗୋଟେ ଜାଗା ଥିଲା, ପୋଖରୀ ପଟରେ ଜାଗା, ସେ ତାଙ୍କର ବିକି ବାକିକି ପଳେଇଥିଲେ, ଦିଲ୍ଲୀ ରହୁଥିଲେ, ଜମା ପଚାରୁନଥିଲେ। ଏବେ କ'ଣ ହେଲା ନା, ହଠାତ୍ ଯେତେବେଳେ ଜାଣିଲେ ଯେ ନାଇଁ ସିଏ ଏବେ ମୋ ମାମୁଙ୍କ ପାଖରେ ଅଛନ୍ତି, ତାଙ୍କ ମାନେ ଯେହେତୁ ମୋ ପିଇସି ନାନୀ ତାଙ୍କ ମାମୁଙ୍କ ପାଖରେ ଅଛନ୍ତି, ତାଙ୍କ ଧରମ ପୁଅ ଯିଏ, ସିଏ ତାଙ୍କର ଦିଲ୍ଲୀରୁ ଆସିକି ଏଠିକି ସମ୍ପତ୍ତି ଲୋଭ ହିସାବରେ ଆସିକି ଏଠି ତାଙ୍କୁ ନେଇକି ଗଲେ। ଆସିକି କେତେ 2 ମାସ ତଳେ ନେଇକି ଗଲେ, 2-3 ମାସ ତଳେ ତାଙ୍କୁ ନେଇକି ଗଲେ ଗାଁରୁ ଆଣିକି ଭୁବନେଶ୍ୱର ରଖିଲେ। ରଖିଲା ସମୟରେ କ'ଣ ଯେତିକି ଯାହା ହେଇଥିଲା ଜିନିଷ, ତା ଭିତରେ କ'ଣ ନା ମାମୁଁ ଆଉ ଆଈ ସେ ଯାଇକି ତୁର୍ତ୍ତୀ ମୋଟର୍ସ ବରମୁଣ୍ଡାରୁ ଗୋଟେ ଟାଟା ପଞ୍ଚ କିଣିଥିଲେ। ଟାଟା ପଞ୍ଚ କିଣିଥିବା ବେଳେ ମାମୁଁ ଅଧା ମାନେ କିଛି ପଇସା ଦେଇଥିଲେ, ବୁକିଂ ଆମାଉଣ୍ଟ ହେଲା କି ଗାଡ଼ିର ଯାହା ବି ଇଣ୍ଟେରିୟର ଏକ୍ସଟେରିୟର ଯାହା ବି ଲାଗିଥିଲା ଆକ୍ସେସରି ସବୁ ପଇସା ଦେଇଥିଲେ। କିନ୍ତୁ 5.5 ଲାକ୍ସର ଚେକ୍ ଆଈଙ୍କ ଆକାଉଣ୍ଟ ଯାଇଥିଲା। ଆଉ ସେଇ ଚେକ୍ର ଯେଉଁ ପଇସାଟା ଗଲା, ତା ପୂର୍ବରୁ ମାମୁଁ ଆଈଙ୍କୁ ଛାଡ଼ିଥିଲେ 15 ଲକ୍ଷ ଟଙ୍କା ଷ୍ଟେଟ୍ ବ୍ୟାଙ୍କରୁ, ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟରୁ, ଆଉ ଗୋଟେ ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟରୁ 5 ଲକ୍ଷ ଟଙ୍କା ତୁର୍ତ୍ତୀ ମୋଟର୍ସକୁ ଯାଇଛି। ଆଈଙ୍କ ଆକାଉଣ୍ଟରୁ 5 ଲକ୍ଷ ଟଙ୍କା ଯାଇଛି। ତା ପୂର୍ବରୁ କ'ଣ ହେଇଛି ନା, ସେଇ 5 ଲକ୍ଷ ଯେଉଁ ଦେଲେ, ତା ପୂର୍ବରୁ ମାମୁଁ 15 ଲକ୍ଷ ଦେଇଥିଲେ ତାଙ୍କୁ, ଯେ ଗାଡ଼ି କିଣିବା ବାବଦରେ କି ଅନ୍ୟାନ୍ୟ ଜିନିଷ ଭିତରେ 15 ଲକ୍ଷ ଟଙ୍କା ଦେଇଥିଲେ। ଦେଇଥିଲା ପରେ ଯାଇକି ଚେକ୍ ସବମିଟ୍ କଲେ, ଆଣିଲେ। ସେଇ ଚେକ୍ ଆଣିଲା ବେଳେ ତୁର୍ତ୍ତୀ ମୋଟର୍ସ କ'ଣ କଲେ ନା, ସିଏ ଆମକୁ କିଛି କହିଲେନି ଯେ ନାଇଁ ଚେକ୍ଟା ଯଦି ସିଏ ଦେଉଛନ୍ତି ତାଙ୍କ ନାଁରେ ଗାଡ଼ି ହେବ, ଆମ ନାଁରେ ହେବନି। ସୋରୁମ୍ ବାଲା ସେଇ ଟାଇମ୍ରେ କିଛି ବି କହିଲେ ନାହିଁ। ଏବେ କ'ଣ କରୁଛନ୍ତି ନା, ତାପରେ ସିଏ ଆସିକି 3 ମାସ ତଳେ ଥାନାରେ ଏଫଆଇଆର ଦେଇଛନ୍ତି, ଭରତପୁର ଥାନାରେ ଏଫଆଇଆର ଦେଇଛନ୍ତି ଯେ ଆମେ ପଇସା ଚେକ୍ ଦେଇଛୁ, ଗାଡ଼ି ପାଇନୁ। ସେ ତୁର୍ତ୍ତୀ ମୋଟର୍ସ ନାଁରେ ଏଫଆଇଆର କରିଛନ୍ତି। ତୁର୍ତ୍ତୀ ମୋଟର୍ସ କ'ଣ କରିଛି ନା, ମାମୁଁକୁ କାଲି ରାତିରେ କୌଣସି ପ୍ରକାର ପୂର୍ବରୁ କମ୍ପ୍ରମାଇଜ୍ ପାଇଁ କିଛି କଥାବାର୍ତ୍ତା করে କିଛି ନ କରିକି, କୌଣସି ପ୍ରକାର ଆଗରୁ ଯେଉଁ ଆସେ ଆମର ନୋଟିସ୍ ଆସିବା କଥା, ନୋଟିସ୍ ନ ଦେଇକି ସିଏ ରାତାରାତି ଯାଇକି ଉଠେଇକି ଆଣିଛନ୍ତି। ବର୍ତ୍ତମାନ ଆମକୁ ଫୋନ୍ ମାଗିଲେ ବି ଦେଉନାହାନ୍ତି, ଆମେ ବ୍ୟାଙ୍କ ଷ୍ଟେଟମେଣ୍ଟ ବାହାର କରିବୁ କି କେଉଁ ବେସିସ୍ରେ ଆମେ ବେଲ୍ ନେବୁ କ'ଣ, ସେଇଟା କିଛି ବି ଦେଉନାହାନ୍ତି। ତ ଆମେ ଆମ ପାଖକୁ କିଛି ପୋଲିସରୁ କିଛି ବି କଲ୍ ମେସେଜ ଆସିନି, କିଛି ବି ମାନେ ଆମକୁ କୌଣସି ନୋଟିସ୍ ବି ଆସିନି ଯେ ମାସେ ହେଲା କ'ଣ ହେଉଛି କ'ଣ ନାହିଁ। ଆମେ ଆମ ଆଡଭୋକେଟ୍ ଅଛନ୍ତି ସାଙ୍ଗରେ, ସିଏ ବି ଯାଇକି କହିଲେ ଯେ ଆମକୁ ଦିଅନ୍ତୁ ଇନକ୍ୱାରି, କ'ଣ କଲେ କ'ଣ ରିପୋର୍ଟ କିଛି ବି ଦେଉନାହାନ୍ତି କି ଫୋନ୍ ବି ଦେଉନାହାନ୍ତି। ଆମେ କୌଣସି ବିଷୟରେ କୌଣସି ପ୍ରୁଫ୍ ସବମିଟ୍ କରିପାରୁନା। ବର୍ତ୍ତମାନ 24 ଘଣ୍ଟା ହେଲା ମାମୁଁ ଅଛନ୍ତି ସେଠି ଜେଲରେ। ଆଗକୁ ଆମେ ନ୍ୟାୟ ପାଇଁ ଚେଷ୍ଟା କରିବୁ। ଆଉ କ'ଣ, ଆମେ ଏବେ ଦେଖା କରିଥିଲୁ। ସିଏ
ତାଙ୍କର ସିଏ ଏବେ ଯାହା ବି ଇନଭେଷ୍ଟିଗେସନ ସବୁ ୱାନ୍ ସାଇଡେଡ୍। ଆମର ନା ଆମ କଥା ଶୁଣିଛନ୍ତି ନା କିଛି ବି ଶୁଣି ନାହାନ୍ତି। କୌଣସି ପ୍ରକାର ବି ଆମ ପ୍ରତି ମତଲବ ମାନେ ସେ ତାଙ୍କୁ ରଖିଥିଲେ ମାନେ ଖାଇବା ପିଇବା ମାନେ ଠିକ୍ ଠାକ୍ ନାହିଁ। ଆଉ ଏଠି କ'ଣ ନା ପାଣି ବି ଆପଣମାନେ ଆସିଥିଲେ ଜାଣିଥିଲେ ପାଣି ବି ନାହିଁ ଏଠି ଥାନାରେ, କିଛି ବି ପାଣି ନାହିଁ, କିଛି ନାହିଁ, ସୁବିଧା ନାହିଁ। ଏମିତି ଅସୁବିଧା ତାଙ୍କୁ ରଖିଛନ୍ତି। ତଥାପି ବି ଏପର୍ଯ୍ୟନ୍ତ ବି କିଛି ମାନେ କୋର୍ଟକୁ ଫରୱାର୍ଡ କରିବି କି କ'ଣ ସେସବୁ କିଛି ବି ସୁବିଧା ହେଇପାରି ନାହିଁ। ଡାଇରେକ୍ଟ 420 କେସ୍ ଲଗେଇଛନ୍ତି ଚିଟିଂ ପାଇଁ। ଦ୍ୱିତୀୟ ପକ୍ଷ ତୃତୀୟ ମୋଟର୍ସ ବାଲାକୁ ଯେତେ ପକ୍ଷ ରଖିଛନ୍ତି ତାଙ୍କୁ ମଧ୍ୟ ଡକାଇବା କଥା ରଖିଛନ୍ତି। ନା ତୃପ୍ତି ମତରେ ଆସିନାହାନ୍ତି କି ଯୋଉମାନେ ଯୋଉ କମ୍ପ୍ଲେନ୍ କରିଥିଲେ, ଯୋଉ ସୁମିତ୍ରା ସାହୁ ଯିଏ କମ୍ପ୍ଲେନ୍ କରିଥିଲେ, ତାଙ୍କ ଯାହାକୁ ଧରମ ପକଉଥିଲେ, ଯୋଉ ନୀରଜ ସାହୁ ଯିଏ ଯାହାର ମାନେ ଧରମ ପକ କରିବାର କୌଣସି ପ୍ରୁଫ୍ ନାହିଁ, ତ ସେ ତାଙ୍କୁ ସେମାନେ କେହି ଏପର୍ଯ୍ୟନ୍ତ ଆସିନାହାନ୍ତି। ଆମେ ସକାଳ 7ଟାରୁ ଆସିକି ଆମେ ହେଇଲୁ, ତାପରେ ମାମୁଁ ଆଡଭୋକେଟ୍ ସମସ୍ତେ ଆସିଲେ 9ଟା ବେଳକୁ ଆସିକି ଆମେ ଅପେକ୍ଷା କରୁଛୁ। ଏପର୍ଯ୍ୟନ୍ତ କିଛି ବି ରେଜଲ୍ୟୁସନ୍ ହେଇପାରିଲା। ଆପଣ କ'ଣ କହୁଛନ୍ତି ଥାନା ବାଲା ଏକପାଖିଆ ଭାବେ ସବୁ? ହଁ, ଥାନା ସମସ୍ତେ ଏକପାଖିଆ କାମ କରୁଛନ୍ତି। ଭରତପୁର ଥାନାର ଆଇଏସ୍ରୁ ଆରମ୍ଭ କରିକି ଏସ୍ଆଇ ସମସ୍ତେ ଏକପାଖିଆ କାମ କରୁଛନ୍ତି। ଆଗକୁ କ'ଣ କହିବେ? ଆଗକୁ ଆମେ ଚେଷ୍ଟା କରୁ ଯେତେ ଜଲ୍ଦି ଆମର ହେଇପାରିବ ରେଜଲ୍ୟୁସନଟା ସଲ୍ଭ ହେଇଗଲେ ଭଲ।